ଆଜିର ଏହି ଭିଡିଓଟି ମେଷ ରାଶି ବ୍ୟକ୍ତିମାନଙ୍କ ପାଇଁ ବହୁତ ହିଁ ଖାସ୍ ହେବାକୁ ଯାଉଅଛି। କାହିଁକି ନା ବହୁତ ଦିନ ପରେ ମେଷ ରାଶି ବ୍ୟକ୍ତିମାନଙ୍କର ଜୀବନରେ କିଛି ବଡ଼ ପରିବର୍ତ୍ତନ ହେବାକୁ ଯାଉଅଛି। ଦର୍ଶକ ବନ୍ଧୁ, ଆଜିର ଏହି ଭିଡିଓଟିରେ ଆମେ ଜାଣିବା କେବେଠାରୁ ଏବଂ କେଉଁ ଡେଟ୍ରେ ମେଷ ରାଶି ବ୍ୟକ୍ତିମାନଙ୍କର ଜୀବନରେ କିଛି ବଡ଼ ପରିବର୍ତ୍ତନ ହେବାକୁ ଯାଉଅଛି। ମେଷ ରାଶିର ବ୍ୟକ୍ତିମାନଙ୍କୁ ମୋର ଅନୁରୋଧ ରହିଲା ଯେ ଏ ଭିଡିଓକୁ ଥରେ ମାତ୍ର ଶେଷ ପର୍ଯ୍ୟନ୍ତ ନିଶ୍ଚୟ ଦେଖନ୍ତୁ। ତାହେଲେ ଆପଣମାନେ ଜାଣିବାକୁ ପାଇବେ ଯେ କେବେଠାରୁ ଆପଣଙ୍କର ଜୀବନରେ ବଡ଼ ପରିବର୍ତ୍ତନ ଆସିବାକୁ ଯାଉଅଛି। ଭିଡିଓଟି ଆରମ୍ଭ କରିବା ପୂର୍ବରୁ ଆପଣମାନଙ୍କୁ ମୋର ଅନୁରୋଧ ରହିଲା ଯେ ଯଦି ଏବେ ପର୍ଯ୍ୟନ୍ତ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରିନାହାନ୍ତି ତାହେଲେ ଆମ ଚ୍ୟାନେଲକୁ ଏବେ ହିଁ ସବସ୍କ୍ରାଇବ୍ କରନ୍ତୁ ଏବଂ ଭିଡିଓକୁ ଗୋଟିଏ ଲାଇକ୍ କରନ୍ତୁ, ସେୟାର କରନ୍ତୁ ଆଉ କମେଣ୍ଟ ବକ୍ସରେ ଭକ୍ତିର ସହ ଜୟ ଶ୍ରୀ ଶନିଦେବ ଅବଶ୍ୟ ଲେଖନ୍ତୁ। ଏବେ ଚାଲନ୍ତୁ ଦର୍ଶକ ବନ୍ଧୁ ସମ୍ପୂର୍ଣ୍ଣ ଭିଡିଓଟି ଆରମ୍ଭ କରିନେବା। ଏହି କାର୍ଯ୍ୟକ୍ରମଟି ଜନ୍ମରାଶି ଏବଂ ଚନ୍ଦ୍ର ରାଶି ଉପରେ ଆଧାରିତ ଅଟେ। ମେଷ ରାଶିର ବ୍ୟକ୍ତିମାନେ ଏବେ ମନ ଧ୍ୟାନ ଦେଇକି ଶୁଣନ୍ତୁ। ରାଶି ଚକ୍ରର ପ୍ରଥମ ରାଶିଟି ହେଉଛି ମେଷ ରାଶି। ଆଉ ବର୍ତ୍ତମାନ ମେଷ ରାଶିରେ ଶନିଙ୍କର 7.5 ପ୍ରଥମ ଚରଣ ଚାଲୁଅଛି। ଶନି ଆପଣଙ୍କର ରାଶିରେ ଦ୍ୱାଦଶ ଘରେ ଚଳନ କରୁଛନ୍ତି। ପ୍ରଥମେ ଶନିଙ୍କ ବିଷୟରେ କିଛି କଥା ଜାଣିବା, ତାପରେ ଆପଣଙ୍କର ଜୀବନରେ ଆସୁଥିବା ବଡ଼ ପରିବର୍ତ୍ତନ ବିଷୟରେ ଜାଣିବା। ଦେଖନ୍ତୁ, ଆପଣଙ୍କ ପାଇଁ ଶନିଙ୍କର 7.5 ଚାଲୁଅଛି। ଆଗାମୀ ସମୟରେ ଶନି ଆପଣଙ୍କୁ କି ପ୍ରକାରର ଫଳ ପ୍ରଦାନ କରିବେ ଟିକେ ଜାଣିବା। ମେଷ ରାଶିର ବ୍ୟକ୍ତିମାନେ ଜାଣି ରଖନ୍ତୁ ଯେ ଶନିଦେବ ହେଉଛନ୍ତି କାହାର ଶତ୍ରୁ ନୁହେଁ କିମ୍ବା ମିତ୍ର ନୁହେଁ। ଶନି ହେଉଛନ୍ତି କର୍ମଫଳର ଦାତା। ଯେ ଯେମିତି କର୍ମ କରିଥାଏ ଶନିଦେବ ସେ ବ୍ୟକ୍ତିଙ୍କୁ ସେମିତି ଫଳ ପ୍ରଦାନ କରିଥାନ୍ତି। ଏଥିପାଇଁ ମେଷ ରାଶିର ବ୍ୟକ୍ତିମାନେ କାହା ସାଙ୍ଗରେ ମଧ୍ୟ ଆପଣମାନେ କିଛି ଭୁଲ କାମ କରନ୍ତୁ ନାହିଁ ଏବଂ କାହା ସାଙ୍ଗରେ ମଧ୍ୟ ଭୁଲ କଥାବାର୍ତ୍ତା କରନ୍ତୁ ନାହିଁ। ସବୁବେଳେ ଆପଣଙ୍କର ବାଣୀକୁ କଣ୍ଟ୍ରୋଲରେ ରଖନ୍ତୁ। କେବେ ହେଲେ ମଧ୍ୟ ସାମ୍ନାବାଲା ବ୍ୟକ୍ତିଙ୍କୁ ମନକୁ କଷ୍ଟ ହେଲା ଭଳି କଥାବାର୍ତ୍ତା କରନ୍ତୁ ନାହିଁ। ଯଦି ଆପଣମାନେ କିଛି ଭୁଲ କାମ କରିବେ କିମ୍ବା ମିସ୍ ବ୍ୟବହାର କରିବେ ତାହେଲେ ଏବେ ନହେଲେ ମଧ୍ୟ ଆପଣଙ୍କୁ ଆଗାମୀ ସମୟରେ ଆପଣଙ୍କୁ ଦୁଃଖ କଷ୍ଟ ଭୋଗ କରିବାକୁ ପଡ଼ିବ। ମେଷ ରାଶିର ବ୍ୟକ୍ତିମାନେ ସବୁବେଳେ ଏହି କଥାକୁ ମନେ ରଖନ୍ତୁ ଏବଂ ସବୁବେଳେ ଭଲ କାମ କିମ୍ବା ଭଲ କର୍ମ କରିବାକୁ ଚେଷ୍ଟା କରନ୍ତୁ। ଆଉ ତା ସହିତ କଥାବାର୍ତ୍ତା କରିବା ସମୟରେ ମଧ୍ୟ ଆପଣମାନେ ମଧୁର ବାଣୀରେ କଥାବାର୍ତ୍ତା କରନ୍ତୁ ଏବଂ କିଛି ଦାନ ଧର୍ମ କରିବା ସହିତ ସବୁବେଳେ ଲୋକମାନଙ୍କ ସହିତ ମିଳିମିଶି ରହିବାକୁ ଅଧିକା ଚେଷ୍ଟା କରନ୍ତୁ। ଦେଖିବେ ଶନିଦେବ ଆପଣଙ୍କୁ ନିଶ୍ଚିନ୍ତ ଶୁଭଫଳ ପ୍ରଦାନ କରିବେ। ଏଥିପାଇଁ ମେଷ ରାଶିର ବ୍ୟକ୍ତିମାନେ ସବୁବେଳେ ଧର୍ମ କାର୍ଯ୍ୟ କରନ୍ତୁ ଏବଂ ଭୁଲ କାମଠାରୁ ସବୁବେଳେ ଦୂରେଇକି ରୁହନ୍ତୁ। ଆଉ ଗୋଟିଏ କଥା ମନେ ରଖନ୍ତୁ ଯେ ଶନିଙ୍କର 7.5 ପ୍ରଥମ ଚରଣରେ ଆସୁଥିବା ଆଗାମୀ ସମୟରେ ଆପଣମାନେ ଲଙ୍ଗ ଟ୍ରାଭେଲିଂ କରିପାରନ୍ତି ଆଉ ତା ସହିତ ଛୋଟ ମୋଟ ଟ୍ରାଭେଲିଂ ମଧ୍ୟ କରିପାରନ୍ତି। ଆଉ ଖାସ୍ କରି ଆପଣଙ୍କର ଟିକେ ଅଧିକା ଖର୍ଚ୍ଚ ହେବାର ମଧ୍ୟ ବହୁତ ସମ୍ଭାବନା ରହିଅଛି। ଏଥିପାଇଁ ଆଗାମୀ ସମୟରେ ମେଷ ରାଶିର ବ୍ୟକ୍ତିମାନେ ଧନ ଖର୍ଚ୍ଚ କରିବା ସମୟରେ ଟିକେ ସାବଧାନ ରୁହନ୍ତୁ ଏବଂ ଖର୍ଚ୍ଚ କରିବା ସମୟରେ ଆପଣମାନେ ଟିକେ ଭାବି ଚିନ୍ତିକି ଧନ ଖର୍ଚ୍ଚ କରନ୍ତୁ। କିମ୍ବା ଆପଣମାନେ ବହୁତ କିଛି ଜିନିଷକୁ ନେଇ ଟିକେ ଅଧିକା ଚିନ୍ତା ମଧ୍ୟ କରିପାରନ୍ତି ଏବଂ କିଛି ଜିନିଷକୁ ନେଇ ଆପଣମାନେ ଟିକେ ଓଭର ଥିଙ୍କ ମଧ୍ୟ କରିପାରନ୍ତି। ଆପଣଙ୍କର ରିଲେସନସିପ୍ ହେଉ, ଲଭ୍ ଲାଇଫ୍ ହେଉ, ଫ୍ୟାମିଲି ହେଉ କିମ୍ବା କାମ କାର୍ଯ୍ୟରେ ହେଉ ଆପଣମାନେ ଟିକେ ଓଭର ଥିଙ୍କ କରିପାରନ୍ତି। ଏଥିପାଇଁ ମେଷ ରାଶିର ବ୍ୟକ୍ତିମାନେ ଖାସ୍ କରି ସବୁବେଳେ ଆପଣଙ୍କର ବାଣୀକୁ କଣ୍ଟ୍ରୋଲରେ ରଖନ୍ତୁ। ଯଦି ରାଗରେ ଆସି କୌଣସି ବି ଭୁଲ କଥାବାର୍ତ୍ତା କରିବେ ତାହେଲେ ଆଗାମୀ ସମୟରେ ଆପଣମାନଙ୍କୁ ପସ୍ତେଇବାକୁ ପଡ଼ିବ। ମେଷ ରାଶିର ବ୍ୟକ୍ତିମାନେ ସବୁବେଳେ ଏହି କଥାକୁ ମନେ ରଖନ୍ତୁ। ଏବେ ଆସନ୍ତୁ ଜାଣିବା ଆପଣଙ୍କର ଜୀବନରେ ଆସିବାକୁ ଯାଉଥିବା ବଡ଼ ପରିବର୍ତ୍ତନ ବିଷୟରେ। ମେଷ ରାଶିର ବ୍ୟକ୍ତିମାନେ ଦେଖନ୍ତୁ, ରାହୁ ଆପଣଙ୍କର ଏକାଦଶ ଘରେ ଚଳନ କରୁଛନ୍ତି। ଏକାଦଶ ଘର ହୋଇଥାଏ ପ୍ରଫିଟର ଘର, ଲାଭର ଘର ଏବଂ ଏକାଦଶ ଘର ହୋଇଥାଏ ଆମର ଡିଜାୟାରର ଘର, ଡ୍ରିମର ଘର। ଆଉ ରାହୁ ଆପଣଙ୍କର ଏକାଦଶ ଘରେ ଚଳନ କରିବା ହେତୁ ବର୍ତ୍ତମାନ ଠାରୁ ଆଗାମୀ କିଛି ମାସ ଭିତରେ ମେଷ ରାଶିର ବ୍ୟକ୍ତିମାନେ ମୋଟର ସାଇକେଲ ହେଉ କିମ୍ବା କିଛି ଗାଡ଼ି ମଧ୍ୟ କିଣିପାରନ୍ତି। ଏସବୁ ଯଦି ନହେଲା ତାହେଲେ ଆପଣମାନେ କିଛି ବଡ଼ ଜିନିଷ ମଧ୍ୟ ପ୍ରସ୍ତୁତ କରିପାରନ୍ତି। ନହେଲେ ଆପଣମାନେ ଆପଣଙ୍କର ମନ ପସନ୍ଦର କିଛି ଇଲେକ୍ଟ୍ରିକ୍ ଜିନିଷପତ୍ର ମଧ୍ୟ କିଣିପାରନ୍ତି। ଏବଂ ରାହୁ ଆପଣଙ୍କର ଏକାଦଶ ଘରେ ବିରାଜମାନ ରହିବା ଯୋଗୁଁ
ବହୁତ ଦିନ ଧରି ଅଧା ରହିଥିବା ଆପଣଙ୍କର ସ୍ୱପ୍ନ ମଧ୍ୟ ପୂରଣ ହେବାର ଟିକେ ଅଧିକରୁ ଅଧିକା ସମ୍ଭାବନା ରହିଅଛି। ଆଉ ମେଷ ରାଶିର ବ୍ୟକ୍ତିମାନେ ମନେ ରଖନ୍ତୁ ଯେ ରାହୁ ଆପଣଙ୍କର ଏକାଦଶ ଘରେ ବିରାଜମାନ ରହିବା ଯୋଗୁଁ ଆଗାମୀ 6-7 ମାସ ଭିତରେ ଆପଣଙ୍କର ମନ ପସନ୍ଦର କିଛି ଜିନିଷ ଆପଣମାନେ ନିଶ୍ଚୟ କିଣିପାରନ୍ତି ଏବଂ ଆପଣଙ୍କର ସ୍ୱପ୍ନ ପୂରଣ ହେବାର ବହୁତ ସମ୍ଭାବନା ରହିଅଛି। କିନ୍ତୁ ଆଉ ଗୋଟିଏ କଥା ମନେ ରଖନ୍ତୁ ଯେ ରାହୁ ତ ଆପଣଙ୍କର ଏକାଦଶ ଘରେ ଚଳନ କରୁଛନ୍ତି ଏବଂ କେତୁ ଆପଣଙ୍କର ପଞ୍ଚମ ଘରେ ଚଳନ କରୁଛନ୍ତି। ଆଉ ଜାଣି ରଖନ୍ତୁ ଯେ କେତୁ ଆପଣଙ୍କର ପଞ୍ଚମ ଘରେ ଚଳନ କରିବା ହେତୁ ଦିନେ ଦିନେ ଆପଣଙ୍କର ଲଭ୍ ଲାଇଫରେ ଛୋଟ ମୋଟ ସମସ୍ୟା ଲାଗି ରହିବ, ଯେମିତିକି ଆପଣଙ୍କର ଲଭ୍ ଲାଇଫରେ ଭୁଲ ବୁଝାମଣା ଦେଖାଯିବା ଏବଂ ଆପଣଙ୍କର ଲଭ୍ ଲାଇଫରେ ଡାଉଟ୍ କିମ୍ବା ଶକ୍ କରିବା। ଆଉ ତା ସହିତ ଦିନେ ଦିନେ ଆପଣଙ୍କର ଲଭ୍ ଲାଇଫରେ ଛୋଟ ଛୋଟ କଥାର ମଧ୍ୟ ଆର୍ଗୁମେଣ୍ଟ ସୃଷ୍ଟି ହୋଇପାରେ। ଏଥିପାଇଁ ମେଷ ରାଶିର ବ୍ୟକ୍ତିମାନେ ଆପଣଙ୍କର ଲଭ୍ ଲାଇଫକୁ ଟିକେ ଅଧିକା ଧ୍ୟାନ ରଖିବାକୁ ଚେଷ୍ଟା କରନ୍ତୁ ଏବଂ ଲଭ୍ ଲାଇନରେ ରହିଥିବା ବ୍ୟକ୍ତିମାନେ ଆପଣଙ୍କର ଲଭ୍ ଲାଇଫରେ ଡାଉଟ୍ କରନ୍ତୁ ନାହିଁ, ଶକ୍ କରନ୍ତୁ ନାହିଁ କିମ୍ବା ଛୋଟ ଛୋଟ କଥାରେ ଆର୍ଗୁମେଣ୍ଟ ସୃଷ୍ଟି କରନ୍ତୁ ନାହିଁ। ଆଉ ଗୋଟିଏ କଥା ଜାଣି ରଖନ୍ତୁ ଯେ ବର୍ତ୍ତମାନ ଶନି ବକ୍ରୀ ଚଳନ କରୁଛନ୍ତି ଏବଂ 27 ନଭେମ୍ବର ପର୍ଯ୍ୟନ୍ତ ଶନି ବକ୍ରୀ ଚଳନ କରିବେ। ମେଷ ରାଶି ବ୍ୟକ୍ତିମାନଙ୍କ ପାଇଁ ଗୋଟିଏ ବହୁତ ବଡ଼ ଖୁସିର କଥା ହେଲା ଯେ ଯେତେ ଦିନ ପର୍ଯ୍ୟନ୍ତ ଶନି ବକ୍ରୀ ଚଳନ କରିବେ 27 ନଭେମ୍ବର 2025 ପର୍ଯ୍ୟନ୍ତ ମେଷ ରାଶି ବ୍ୟକ୍ତିମାନଙ୍କୁ ଚାକିରି ମିଳିବାର ଅଧିକରୁ ଅଧିକା ସମ୍ଭାବନା ରହିଅଛି ଏବଂ ଆପଣଙ୍କର ଚାକିରି ଜୀବନରେ ମଧ୍ୟ ବହୁତ ବଡ଼ ପରିବର୍ତ୍ତନ ଆସିବାର ସମ୍ଭାବନା ରହିଅଛି। ଆଉ ତା ସହିତ ଚାକିରି କରୁଥିବା ବ୍ୟକ୍ତିମାନଙ୍କ ପାଇଁ ସ୍ଥାନ ପରିବର୍ତ୍ତନ ହେବାର ଅଧିକରୁ ଅଧିକା ସମ୍ଭାବନା ରହିଅଛି, ଯେମିତିକି ଟ୍ରାନ୍ସଫର କରି କିମ୍ବା ପ୍ରମୋସନ ପାଇ ଆପଣମାନେ ପୁରୁଣା ଜାଗା ଛାଡ଼ି ନୂଆ ଜାଗାକୁ ଯାଇପାରନ୍ତି। ଏଭଳି ଆପଣଙ୍କର ଚାକିରି ଜୀବନରେ ବହୁତ କିଛି ପରିବର୍ତ୍ତନ ଆସିବାର ସମ୍ଭାବନା ରହିଅଛି। ଏବଂ ଆଉ ଗୋଟିଏ କଥା ମନେ ରଖନ୍ତୁ ଯେ ଯେବେ ଶନି ବକ୍ରୀରୁ ମାର୍ଗୀ ହେଇଯିବେ, ଯଦି ଆପଣମାନେ ପ୍ରମୋସନ ପାଇଁ ଅପେକ୍ଷାରେ ରହିଥିଲେ କିମ୍ବା ବହୁତ ଦିନ ଧରି ଆପଣମାନେ ପରମାନେଣ୍ଟ ଜବ୍ ପାଇଁ ଅପେକ୍ଷାରେ ରହିଥିଲେ, 27 ନଭେମ୍ବର 2025 ଠାରୁ ଆପଣଙ୍କର ଏସବୁ ସ୍ୱପ୍ନ ମଧ୍ୟ ପୂରଣ ହେବାର ବହୁତ ସମ୍ଭାବନା ରହିଅଛି। ଆଉ ଯେବେ ଶନି ବକ୍ରୀରୁ ମାର୍ଗୀ ହେଇଯିବେ ଆପଣଙ୍କ ପାଇଁ ବହୁତ ଭଲ ଶୁଭ ସମୟ ରହିବାକୁ ଯାଉଅଛି। ଏଥିପାଇଁ ଯେଉଁ ମେଷ ରାଶିର ବ୍ୟକ୍ତିମାନେ ଲଙ୍ଗ ଟ୍ରାଭେଲିଂ କିମ୍ବା ଫରେନ୍ ଟ୍ରାଭେଲିଂ କରିବାକୁ ଭାବୁଥିଲେ ସେ ବ୍ୟକ୍ତିମାନଙ୍କ ପାଇଁ ଫରେନ୍ ଟ୍ରାଭେଲିଂର ଯୋଗ ମଧ୍ୟ ବନିବାକୁ ଯାଉଅଛି। ଆପଣମାନେ ଚାହିଁଲେ ଫରେନ୍ ଟ୍ରାଭେଲିଂ କିମ୍ବା ଲଙ୍ଗ ଟ୍ରାଭେଲିଂ ମଧ୍ୟ କରିପାରନ୍ତି। କିନ୍ତୁ ମେଷ ରାଶି ବ୍ୟକ୍ତିମାନଙ୍କ ପାଇଁ ଗୋଟିଏ ଦୁଃଖର କଥା ହେଲା ଯେ 27 ନଭେମ୍ବର 2025 ଠାରୁ ଆପଣମାନଙ୍କୁ ହାତ ଗୋଡ଼ କିମ୍ବା ଆଣ୍ଠୁଗଣ୍ଠି ବଥା ସମସ୍ୟା ଦେଖାଦେବାର ବହୁତ ସମ୍ଭାବନା ରହିଅଛି କିମ୍ବା କାମ କାର୍ଯ୍ୟରେ ଆପଣମାନେ ଟିକେ ଅଧିକା ଟ୍ରାଭେଲିଂ କରିବା ଯୋଗୁଁ ଆପଣମାନେ ଟିକେ ଦୁର୍ବଳ ଫିଲ୍ ମଧ୍ୟ କରିପାରନ୍ତି। କିନ୍ତୁ ମେଷ ରାଶି ବ୍ୟକ୍ତିମାନଙ୍କ ପାଇଁ ଆଉ ଗୋଟିଏ ବହୁତ ବଡ଼ ଖୁସିର କଥା ହେଲା ଯେ କାହିଁକି ନା ମୁଁ କହିଥିଲି ଆପଣମାନଙ୍କୁ ଆପଣଙ୍କର ଜୀବନରେ ବହୁତ ବଡ଼ ପରିବର୍ତ୍ତନ ଆସିବାକୁ ଯାଉଅଛି। କେବେ ଆଉ କେଉଁ ତାରିଖ ଠାରୁ ଆପଣଙ୍କର ଜୀବନରେ ବଡ଼ ପରିବର୍ତ୍ତନ ଆସିବାକୁ ଯାଉଛି ଜାଣି ରଖନ୍ତୁ। ମେଷ ରାଶିର ବ୍ୟକ୍ତିମାନେ ମନେ ରଖନ୍ତୁ ଯେ ସେପ୍ଟେମ୍ବର ମାସ 14 ତାରିଖ ଠାରୁ ଆପଣଙ୍କର ଜୀବନରେ ବହୁତ ବଡ଼ ପରିବର୍ତ୍ତନ ଆସିବାକୁ ଯାଉଅଛି। କାହିଁକି ନା ଆପଣଙ୍କର ରାଶିର ସ୍ୱାମୀ ମଙ୍ଗଳ ସେପ୍ଟେମ୍ବର ମାସ 14 ତାରିଖକୁ ଆପଣଙ୍କର ସପ୍ତମ ଘରକୁ ବିରାଜମାନ କରିବେ। ଆଉ ଜାଣି ରଖନ୍ତୁ ଯେ 14 ସେପ୍ଟେମ୍ବର ପର୍ଯ୍ୟନ୍ତ 28 ଅକ୍ଟୋବର ପର୍ଯ୍ୟନ୍ତ ମଙ୍ଗଳ ଆପଣଙ୍କର ସପ୍ତମ ଘରେ ବିରାଜମାନ ରହିବେ ଏବଂ ସପ୍ତମ ଘର ହୋଇଥାଏ କେନ୍ଦ୍ରର ଘର। ଏହି କାରଣରୁ 14 ସେପ୍ଟେମ୍ବର ଠାରୁ ଆପଣଙ୍କର ଜୀବନରେ କିଛି ବଡ଼ ପରିବର୍ତ୍ତନ ହେବାକୁ ଯାଉଅଛି। ଆଉ ଜାଣି ରଖନ୍ତୁ ଯେ ମଙ୍ଗଳ ଶୁକ୍ରଙ୍କର ରାଶିରେ ବିରାଜମାନ କରିବେ। ଏଥିପାଇଁ ଆପଣଙ୍କ ଭିତରେ ବହୁତ ଭଲ ଜ୍ଞାନ ମଧ୍ୟ ରହିବ ଏବଂ ଆପଣଙ୍କୁ ବହୁତ କିଛି ଭଲ ଭଲ ଆଇଡ଼ିଆ ମଧ୍ୟ ଆସିବ। ତାପରେ ନିଜ ରାଶିକୁ ବିରାଜମାନ କରିବାକୁ ଯିବେ 28 ଅକ୍ଟୋବରକୁ। ଏଥିପାଇଁ ଆପଣଙ୍କ ଭିତରେ ବହୁତ ଭଲ ସାହସ ଏବଂ କନଫିଡେନ୍ସ ରହିବ ଏବଂ ଆପଣଙ୍କର ଏନର୍ଜି ଲେଭେଲ ମଧ୍ୟ ବହୁତ ବଢ଼ିଯିବ। ଆଉ ଆପଣମାନେ ପାର୍ଟନରସିପ୍ରେ କିଛି କାମ କାର୍ଯ୍ୟ କରିବାକୁ ମଧ୍ୟ ଅଧିକା ଚିନ୍ତା କରିପାରନ୍ତି କିମ୍ବା ଆପଣମାନେ ନୂଆ ନୂଆ ବେପାର ବିଜନେସ୍ କରିବାକୁ ମଧ୍ୟ ଚିନ୍ତା କରିପାରନ୍ତି ଏବଂ ସବୁବେଳେ ଆପଣମାନେ କିଛି ନୂଆ କରି ଦେଖାଇବାକୁ ମଧ୍ୟ ଅଧିକା ଚେଷ୍ଟା କରିବେ। ଏହି କାରଣରୁ ଆପଣଙ୍କର ଜୀବନରେ କିଛି ବଡ଼ ପରିବର୍ତ୍ତନ ହେବାର ଅଧିକାରୁ ଅଧିକା ସମ୍ଭାବନା ରହିଅଛି।
ତାପରେ ମଙ୍ଗଳ ନିଜ ରାଶିରେ ବିରାଜମାନ କରିବେ ଅଷ୍ଟମ ଘରେ। ଏଥିପାଇଁ ଆପଣଙ୍କର ଡିଟେଲ ନଲେଜ ବଢ଼ିଯିବ ଏବଂ ମଙ୍ଗଳ ଗ୍ରହ ଆପଣଙ୍କୁ ରହସ୍ୟମୟ ମଧ୍ୟ ବନେଇବେ। ଆପଣଙ୍କ ପାଇଁ ଆଉ ଗୋଟେ ଖୁସିର କଥା ହେଲା ଯେ ଯେବେ ମଙ୍ଗଳ ନିଜ ରାଶିକୁ ବିରାଜମାନ କରିବେ, ମଙ୍ଗଳ ଆପଣଙ୍କୁ ସକ୍ସେସଫୁଲ ରାସ୍ତା ମଧ୍ୟ ଦେଖେଇବେ। ଯଦି ଆପଣମାନେ ବୁଦ୍ଧି କିମ୍ବା ଦିମାଗର ସହିତ କାମ କରିବେ ତାହେଲେ ଆପଣମାନେ ନିଶ୍ଚିନ୍ତ ସଫଳତା ପାଇପାରିବେ ଏବଂ ଆପଣଙ୍କର ସ୍ୱପ୍ନକୁ ମଧ୍ୟ ସହଜରେ ପୂରଣ କରିପାରିବେ। ଏବଂ ଆପଣମାନେ ବହୁତ ଦିନ ଧରି ଯେଉଁ ଜିନିଷକୁ ନେଇ ଅଧିକା ଟେନସନରେ ରହୁଥିଲେ, କୋର୍ଟ କଚେରୀ ସମସ୍ୟା ହେଉ କିମ୍ବା ଧାର କରଜ ସମସ୍ୟା ହେଉ କିମ୍ବା କୌଣସି ବି ରୋଗ ସମସ୍ୟା ହେଉ, ଏସବୁ ଜିନିଷକୁ ନେଇ ଯଦି ଆପଣମାନେ ବହୁତ ଦିନ ଧରି ଚିନ୍ତାରେ ରହୁଥିଲେ, ଯେବେ ମଙ୍ଗଳ ନିଜ ରାଶିରେ ବିରାଜମାନ କରିବେ ଆପଣମାନେ ଏସବୁ ସମସ୍ୟାରୁ ମଧ୍ୟ ଧୀରେ ଧୀରେ ମୁକ୍ତି ପାଇପାରିବେ ଏବଂ 28 ଅକ୍ଟୋବର ଠାରୁ ଆପଣଙ୍କର ଜୀବନରେ ବହୁତ ବଡ଼ ପରିବର୍ତ୍ତନ ଆସିବାର ମଧ୍ୟ ଅଧିକରୁ ଅଧିକା ସମ୍ଭାବନା ରହିଅଛି। କିନ୍ତୁ ଜାଣି ରଖନ୍ତୁ ଯେ ନିଜ କର୍ମ ହିଁ ନିଜକୁ ବଦଳାଇ ଦେଇଥାଏ, ନହେଲେ ବର୍ବାଦ କରିଥାଏ। ଠିକ୍ ସେହିଭଳି ଆପଣମାନେ ଭଲ କର୍ମ କରିବେ ତାହେଲେ ଆପଣଙ୍କର ଜୀବନରେ ନିଶ୍ଚୟ ପରିବର୍ତ୍ତନ ଆସିବ। ଆଉ ଯଦି ଆପଣମାନେ ଖରାପ କାମ କିମ୍ବା ଭୁଲ କର୍ମ କରିବେ ତାହେଲେ ଆପଣମାନେ ଯେତେ ଚେଷ୍ଟା କଲେ ମଧ୍ୟ ଆପଣଙ୍କର ଜୀବନରେ କୌଣସି ବି ପରିବର୍ତ୍ତନ ଆସିବ ନାହିଁ। କାହିଁକି ନା ମୁଁ ପ୍ରଥମେ କହିଥିଲି ଶନି କର୍ମଫଳର ଦାତା, ନ୍ୟାୟର ଦେବତା, ନିଜର କର୍ମ ଅନୁସାରେ ଫଳ ପ୍ରଦାନ କରିଥାନ୍ତି। ଆଉ ଆପଣଙ୍କ ପାଇଁ ଶନିଙ୍କର 7.5 ପ୍ରଥମ ଚରଣ ଚାଲୁଅଛି। ଏଥିପାଇଁ ମେଷରାଶିର ବ୍ୟକ୍ତିମାନେ ମନେ ରଖନ୍ତୁ ଆପଣଙ୍କର କର୍ମ ଅନୁସାରେ ଆପଣଙ୍କୁ ଫଳ ମିଳିବ ଏବଂ ଠିକ୍ ସେହିଭଳି ଆପଣଙ୍କର କର୍ମ ଅନୁସାରେ ଆପଣଙ୍କର ଜୀବନରେ ପରିବର୍ତ୍ତନ ଆସିବ। ଆପଣମାନଙ୍କୁ ବୁଝାଇବା ଆମର କର୍ତ୍ତବ୍ୟ। ଆଗକୁ ଆପଣଙ୍କର ଇଚ୍ଛା, ଆପଣମାନେ ଯେମିତି ଚାହିଁଲେ ସେମିତି କର୍ମ କରିପାରନ୍ତି ଏବଂ ଆପଣଙ୍କର କର୍ମ ଅନୁସାରେ ଆପଣମାନେ ଫଳ ପାଇପାରନ୍ତି। ଆପଣଙ୍କ ପାଇଁ ଆଉ ଗୋଟେ ବଡ଼ କଥା ହେଲା ଯେ ଆପଣଙ୍କର ଭାଗ୍ୟସ୍ଥାନର ସ୍ୱାମୀ ଦେବଗୁରୁ ବୃହସ୍ପତି ଅକ୍ଟୋବର ମାସ 20 ତାରିଖକୁ ଆପଣଙ୍କର ଚତୁର୍ଥ ଘରକୁ ବିରାଜମାନ କରିବେ। ଆଉ ଜାଣି ରଖନ୍ତୁ ଯେ 20 ଅକ୍ଟୋବରକୁ ବୃହସ୍ପତି କର୍କଟ ରାଶିରେ ବିରାଜମାନ କରିବେ ଏବଂ ଉଚ୍ଚ ସ୍ଥିତିରେ ବିରାଜମାନ ରହିବେ। ଏଥିପାଇଁ ଆପଣଙ୍କର ସନ୍ତାନମାନଙ୍କ ପାଇଁ ବହୁତ ଭଲ ସମୟ ରହିବ। ଆଉ ଖାସ୍ କରି ଆପଣଙ୍କର ଚାକିରି ଜୀବନରେ ବହୁତ ଭଲ ଗ୍ରୋଥ ମିଳିବାର ସମ୍ଭାବନା ରହିଅଛି। ଆଉ ତା ସହିତ ଗଭର୍ଣ୍ଣମେଣ୍ଟ କାର୍ଯ୍ୟକୁ ନେଇ ମଧ୍ୟ ଆପଣଙ୍କ ପାଇଁ ବହୁତ ଭଲ ରହିବ ଏବଂ ଆପଣଙ୍କର ଡେଭଲପମେଣ୍ଟକୁ ନେଇ ମଧ୍ୟ ବହୁତ ଭଲ ସମୟ ରହିବ। ଆଉ ତା ସହିତ ଆପଣଙ୍କର ଜମିବାଡ଼ି ପ୍ରପର୍ଟିରେ ମଧ୍ୟ ଆପଣମାନେ କିଛି ନା କିଛି ପରିବର୍ତ୍ତନ କରିବାକୁ ଚିନ୍ତା କରିପାରନ୍ତି ଏବଂ 20 ଅକ୍ଟୋବର ଠାରୁ ଆପଣଙ୍କର କିଛି ଜିନିଷ ପରିବର୍ତ୍ତନ କିମ୍ବା ଚେଞ୍ଜ କରିପାରନ୍ତି। ମୋଟାମୋଟି ଭାବେ କହିବାକୁ ଗଲେ 14 ସେପ୍ଟେମ୍ବର ଠାରୁ ଆପଣଙ୍କର ଜୀବନରେ ବହୁତ ବଡ଼ ପରିବର୍ତ୍ତନ ଆସିବାକୁ ଯାଉଅଛି। କିନ୍ତୁ ମେଷରାଶିର ବ୍ୟକ୍ତିମାନେ ସବୁବେଳେ ମନେ ରଖନ୍ତୁ ଯେ ଆପଣଙ୍କର ଇଷ୍ଟ ହେଉଛନ୍ତି ମଙ୍ଗଳ ଗ୍ରହ। ଏଥିପାଇଁ ଆପଣଙ୍କ ପାଇଁ ପ୍ରତିକାର ହେଲା ଆପଣମାନେ ପ୍ରତ୍ୟେକ ଦିନ ହନୁମାନ ଚାଳିଶା ପାଠ କରନ୍ତୁ ଏବଂ ଶନିଙ୍କର 7.5 ଚାଲିବା ଯୋଗୁଁ ଆପଣମାନେ ପ୍ରତ୍ୟେକ ଦିନ ଶନିଙ୍କର ବୀଜମନ୍ତ୍ର ଜପ କରନ୍ତୁ। ଓମ୍ ପ୍ରାମ୍ ପ୍ରିಂ ପ୍ରମ୍ ସ ଶନିଶ୍ଚରାୟ ନମଃ। ଏହି ମନ୍ତ୍ରକୁ ଆପଣମାନେ ପ୍ରତ୍ୟେକ ଦିନ 108 ଥର ନିହାତି ଜପ କରନ୍ତୁ। ଯଦି ଆପଣମାନଙ୍କୁ ଆମର ଏହି ଭିଡ଼ିଓଟି ଟିକେ ବି ପସନ୍ଦ ଲାଗିଥାଏ ତାହେଲେ ଏ ଭିଡ଼ିଓକୁ ଲାଇକ୍ କରିବା ସହିତ ଏ ଭିଡ଼ିଓକୁ ବହୁ ମାତ୍ରାରେ ସେୟାର କରନ୍ତୁ। ଧନ୍ୟବାଦ।